ଯେତେବେଳେ ଆମେ ଦୁଃଖ କଷ୍ଟରେ ଥାନ୍ତି ସେତେବେଳେ ଆମେ ଈଶ୍ୱରଙ୍କ ପାଖରେ ବହୁତ ଆତୁର ହୋଇ ପ୍ରାର୍ଥନା କରିଥାନ୍ତି। କିଛି ଦିନ ପ୍ରାର୍ଥନା କରିବା ପରେ ବି ଯେତେବେଳେ ଆମେ କିଛି ପରିବର୍ତ୍ତନ ଦେଖିନଥାନ୍ତି ସେତେବେଳେ ନିରାଶ ହୋଇ ଭାଙ୍ଗି ପଡ଼ିଥାନ୍ତି ଓ ଈଶ୍ୱରଙ୍କ ନିନ୍ଦା କରିଥାନ୍ତି। କିନ୍ତୁ ଈଶ୍ୱର ସେତେବେଳେ ଆମ ପାଇଁ ଯୋଜନା କରୁଥାନ୍ତି ସେ ପରିସ୍ଥିତିରୁ ରକ୍ଷା କରିବା ପାଇଁ। ବେଳେବେଳେ ଆପଣ ଶୁଣିଥିବେ କି ଈଶ୍ୱର ଯାହା କରନ୍ତି ଆମ ମଙ୍ଗଳ ପାଇଁ କରିଥାନ୍ତି, କିନ୍ତୁ ଆମେ ଆମ ଚର୍ମଚକ୍ଷୁରେ ସେ କର୍ମରେ ମଙ୍ଗଳକୁ ଦେଖିପାରନ୍ତି ନାହିଁ ଆଉ ଈଶ୍ୱରଙ୍କୁ ନିନ୍ଦା କରିଥାନ୍ତି। ଆସନ୍ତୁ ଜାଣିବା ଏହି ବିଷୟରେ ସୁନ୍ଦର କାହାଣୀଟିଏ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ। ତେବେ ଚାଲନ୍ତୁ ଜାଣିବା ସୁନ୍ଦର କାହାଣୀଟି। ଦିନକର କଥା, ଗୋଟିଏ ଜାହାଜ ସମୁଦ୍ରର ତୋଫାନରେ ଫସିଗଲା। ସେହି ଜାହାଜ ଓ ତାର ସବୁ ଯାତ୍ରୀମାନେ ବୁଡ଼ିଗଲେ, କେବଳ ଜଣକୁ ଛାଡ଼ି। ଈଶ୍ୱରଙ୍କ କୃପାରୁ ସେ ବଞ୍ଚିଗଲା ଓ ପହଁରି ପହଁରି ଗୋଟିଏ ଟାପୁ ଜାଗାରେ ସେ ପହଞ୍ଚିଗଲା। ସେ ଈଶ୍ୱରଙ୍କୁ ପ୍ରାର୍ଥନା କରିବାକୁ ଲାଗିଲା, କହିଲା, ହେ ଈଶ୍ୱର, କେହି ମୋତେ ବଞ୍ଚାଇବା ପାଇଁ ଏଠାକୁ ଆସିଯାଉ। ପୁରା ଦିନ ବିତିଗଲା, କିନ୍ତୁ କେହି ତାକୁ ବଞ୍ଚାଇବା ପାଇଁ ଆସିଲେ ନାହିଁ। ସେହି ରାତି ହେବାରୁ ସେଠାରେ ଥିବା ବାଲିରେ ଶୋଇପଡ଼ିଲା। ତା ପରଦିନ ସେ ପୁଣି ପ୍ରାର୍ଥନା କଲା, କିନ୍ତୁ କେହି ତାକୁ ବଞ୍ଚାଇବା ପାଇଁ ଆସିଲେ ନାହିଁ। ଏହିପରି ଦିନ ବିତି ଚାଲିଲା। ସେ ପ୍ରତିଦିନ ପ୍ରାର୍ଥନା କରୁଥିଲା, କିନ୍ତୁ କେଉଁଠାରୁ କେହି ତାକୁ ସାହାଯ୍ୟ କରିବା ପାଇଁ ଆସିଲା ନାହିଁ। ଗୋଟିଏ ମାସ ହୋଇଯିବାରୁ ସେ ନିରାଶ ହୋଇ ହାର ମାନି ନେଇଥିଲା। ସେ ସବୁ ଆଶା ହରାଇ ଦେଇଥିଲା ଓ ସେହି ଟାପୁରେ କାଠରେ କୁଡ଼ିଆ କରି ରହିବାକୁ ଲାଗିଲା। ସେ ନଡ଼ିଆ ପାଣି ପିଇଥାଏ ଓ ଜଙ୍ଗଲର ଫଳ ଆଣି ଖାଇଥାଏ ଏବଂ ମାଛକୁ ମାରି ଖାଇଥାଏ। ଦିନେ ସେ ମାଛ ପୋଡ଼ିବା ପାଇଁ ଚୁଲି ଲଗାଇଲା। ସେତେବେଳେ କାଠ ସରିଗଲା। ସେ କାଠ ଆଣିବାକୁ ବାହାରକୁ ଗଲା, ଆଉ ଯେବେ ସେ ଲେଉଟି ଆସିଲା ତ ଦେଖିଲା ତା କୁଡ଼ିଆରେ ନିଆଁ ଲାଗିଯାଇଥିଲା। ଏହା ଦେଖି ସେ ବହୁତ ଦୁଃଖୀ ହୋଇଗଲା ଓ ଈଶ୍ୱରଙ୍କୁ ଦୋଷ ଦେବାକୁ ଲାଗିଲା। ସେ କହିଲା, ହେ ଈଶ୍ୱର, ତୁମେ ବହୁତ ନିର୍ଦ୍ଦୟୀ ଅଟ। ମୁଁ ସାହାଯ୍ୟ ମାଗିଲି, ହେଲେ ତୁମେ କାହାକୁ ମୋ ପାଖକୁ ସାହାଯ୍ୟ କରିବା ପାଇଁ ପଠାଇଲ ନାହିଁ। ମୁଁ ରହିବା ପାଇଁ କୁଡ଼ିଆଟିଏ କରିଥିଲି, ହେଲେ ତୁମେ ତାକୁ ବି ଜାଳିଦେଲ। ତୁମେ ବହୁତ ନିଷ୍ଠୁର ଅଟ। ସେ ଏମିତି ପୁରା ଦିନ ଈଶ୍ୱରଙ୍କୁ ତିରସ୍କୃତ କରୁଥିଲା। ରାତି ହୋଇଗଲା। ସେ ପୂର୍ବ ପରି ବାହାରେ ବାଲିରେ ଶୋଇଗଲା। ସକାଳେ ଯେବେ ତାର ନିଦ ଭାଙ୍ଗିଲା ସେତେବେଳେ ସେ ଏକ ବଡ଼ ଜାହାଜକୁ ସାମ୍ନାରେ ଦେଖିଲା। ତାକୁ ତାର ଆଖି ଉପରେ ଭରସା ହେଉନଥିଲା କି କେହି ତାକୁ ବଞ୍ଚାଇବା ପାଇଁ ଆସିଗଲାଣି। ସେ ସେହି ଜାହାଜରେ ଚଢ଼ିଲା ଓ ଜାହାଜ ଚାଲିବାକୁ ଲାଗିଲା। ଆଗ୍ରହରେ ସେ ଜାହାଜର କ୍ୟାପ୍ଟେନକୁ ପଚାରିଲା କି ତୁମକୁ କିପରି ଜଣାପଡ଼ିଲା କି ମୁଁ ଏଠାରେ ଫସି ଯାଇଛି ବୋଲି। କ୍ୟାପ୍ଟେନ କହିଲା, କାଲି ତୁମେ ତ ନିଆଁ ଜଳାଇ ସୂଚନା ପଠାଇଥିଲ। ସେ ବ୍ୟକ୍ତି କହିଲା, କିନ୍ତୁ ମୁଁ ତ କୌଣସି ନିଆଁ ଜଳାଇ ସଙ୍କେତ ପଠାଇ ନଥିଲି। ତାପରେ ତାର ମନେ ପଡ଼ିଲା କି ତାର କୁଡ଼ିଆ କାଲି ଜଳିଯାଇଥିଲା ଆଉ ସେ ବୁଝିଗଲା କି କ୍ୟାପ୍ଟେନ ତାର ଜଳୁଥିବା କୁଡ଼ିଆକୁ ସଙ୍କେତ ଭାବି ନେଇଥିଲା। ତାକୁ ଅନୁଭବ ହେଲା କି କୁଡ଼ିଆରେ ନିଆଁ ଲାଗିବା ଈଶ୍ୱରଙ୍କ ହିଁ ଯୋଜନା ଥିଲା, ହେଲେ ସେ ଟାପୁରୁ ବାହାରି ପାରିବ। ଏବେ ସେ ଈଶ୍ୱରଙ୍କୁ ଧନ୍ୟବାଦ ଦେବାକୁ ଲାଗିଲା। ଆମେ ଆମ ସୀମିତ ବୁଦ୍ଧିରେ ଦୁନିଆକୁ ଦେଖିଥାନ୍ତି ଓ ଈଶ୍ୱରଙ୍କ ଯୋଜନାକୁ ବୁଝିପାରିନଥାନ୍ତି। ଯେବେ ଖରାପ ସମୟ ଆସିଥାଏ ଆମେ ଈଶ୍ୱରଙ୍କୁ ଦୋଷ ଦେଇଥାନ୍ତି, ଯେବେ କି ଆମକୁ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖି ନିଜ କର୍ମ କରିବା ଆବଶ୍ୟକ। ଯେବେ ଖରାପ ସମୟ ଆସିବ ତ ସବୁବେଳେ ମନେ ରଖନ୍ତୁ କି ଏଥିରେ ବି ଈଶ୍ୱର ଆପଣଙ୍କ ପାଇଁ କିଛି ଭଲ ଭାବି ରଖିଛନ୍ତି, ଯାହା ଉଚିତ ସମୟ ଆସିଲେ ଆପଣଙ୍କୁ ଜଣାପଡ଼ିବ। ଏଥିପାଇଁ କେବେ ହାର ମାନନ୍ତୁ ନାହିଁ ଓ ଭଲ କରି ଚାଲିଥାନ୍ତୁ ଏବଂ ବିଶ୍ୱାସ ରଖନ୍ତୁ କି ଏହା ମୋ ଭଲ ପାଇଁ ହେଉଛି। ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଲେ ପ୍ଲିଜ୍ ଲାଇକ୍, କମେଣ୍ଟ, ସେୟାର ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।